2025 ଶ୍ରାବଣରେ ରାଶି ଅନୁସାରେ କରନ୍ତୁ ଏହି ଉପାୟ, ମହାଦେବ ହେବେ ପ୍ରସନ୍ନ। ଶ୍ରାବଣ ମାସ ମହାଦେବଙ୍କ ପୂଜା ଅର୍ଚ୍ଚନା ପାଇଁ ସମର୍ପିତ ଅଟେ। ମାନ୍ୟତା ଅଛି କି ଏହି ମାସରେ କରାଯାଉଥିବା ପୂଜା ଅର୍ଚ୍ଚନା ମହାଦେବଙ୍କୁ ପ୍ରସନ୍ନ କରିଥାଏ। ଏମିତିରେ ଶ୍ରାବଣ ମାସରେ ରାଶି ଅନୁସାରେ କରାଯାଉଥିବା ଉପାୟ ଦ୍ୱାରା ମହାଦେବ ସହଜରେ ପ୍ରସନ୍ନ ହୋଇଯାଆନ୍ତି। ଏହି ବର୍ଷ ଶ୍ରାବଣର ପ୍ରାରମ୍ଭ 11 ଜୁଲାଇରୁ ହେଉଛି ଓ ଏହା 9 ଅଗଷ୍ଟ 2025 ପର୍ଯ୍ୟନ୍ତ ଚାଲିବ। ବିଶ୍ୱାସ କରାଯାଏ କି ଶ୍ରାବଣ ସୋମବାର ଦିନ ଭଗବାନ ମହାଦେବ କେବଳ ଗୋଟିଏ ବେଲପତ୍ର ଓ 1 ଲୋଟା ଜଳ ଦ୍ୱାରା ଭକ୍ତ ଉପରେ ପ୍ରସନ୍ନ ହୋଇଯାଆନ୍ତି। ଯଦି ରାଶି ଅନୁସାରେ ଶ୍ରାବଣ ମାସରେ ଉପାୟ କରାଯାଏ ତ ପୂଜା ପାଠର ଫଳ ତୁରନ୍ତ ମିଳିଯାଏ। ଏହାଦ୍ୱାରା ଭୋଳେନାଥଙ୍କ ଅସୀମ କୃପା ପ୍ରାପ୍ତ ହୁଏ। ଆସନ୍ତୁ ଜାଣିବା ରାଶି ଅନୁସାରେ ଶ୍ରାବଣର ଉପାୟ। ମେଷ ରାଶି। ଆପଣଙ୍କ ରାଶି ଯଦି ମେଷ, ତେବେ ଶ୍ରାବଣ ସୋମବାର ଦିନ ଜଳ, ମହୁ ଓ ସୁଗନ୍ଧିତ ଅତର ଦ୍ୱାରା ଶିବଲିଙ୍ଗର ଅଭିଷେକ କରିବା ଉଚିତ। ଏହାଦ୍ୱାରା ଭକ୍ତକୁ ମନୋବାଞ୍ଛିତ ଫଳ ମିଳିଥାଏ। ଏହା ବ୍ୟତୀତ ପ୍ରତିଦିନ ବେଲପତ୍ରରେ ଶ୍ୱେତ ଚନ୍ଦନରେ ଶ୍ରୀରାମ ଲେଖି ଜଳ ସହିତ ଶିବଲିଙ୍ଗରେ ଅର୍ପିତ କରନ୍ତୁ। ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ। ବୃଷ ରାଶି। ବୃଷ ରାଶିର ଲୋକ ଶ୍ରାବଣ ସୋମବାର ଦିନ କଞ୍ଚା କ୍ଷୀରରେ ମହାଦେବଙ୍କ ଅଭିଷେକ କରିବା ଉଚିତ। ଏହି ଉପାୟ ଦ୍ୱାରା କୁଣ୍ଡଳୀରେ ଥିବା ଚନ୍ଦ୍ରଙ୍କ ସ୍ଥିତି ମଜବୁତ ହୁଏ। ଏହା ବ୍ୟତୀତ ଶିବଲିଙ୍ଗକୁ କ୍ଷୀର ଦହିରେ ଅଭିଷେକ କରି ଶୃଙ୍ଗାରହାର ଫୁଲରେ ହୋଇଥିବା ମାଳ ଚଢ଼ାନ୍ତୁ ଓ ଶ୍ୱେତ ଚନ୍ଦନରେ ତିଳକ କରନ୍ତୁ। ଏହାଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହେବେ। ମିଥୁନ ରାଶି। ଆପଣଙ୍କ ରାଶି ମିଥୁନ କି? ତେବେ ଶ୍ରାବଣ ସୋମବାର ଦିନ ଗଙ୍ଗା ଜଳରେ ଦୁବ ପକାଇ ମହାଦେବଙ୍କ ଅଭିଷେକ କରିବା ଉଚିତ। ବିଶ୍ୱାସ ଅଛି କି ଏହାଦ୍ୱାରା କଲ୍ୟାଣ ହେବ। ମହୁରେ ରୁଦ୍ରାଭିଷେକ କରି ଗାଈକୁ ସବୁଜ ଘାସ ଖୁଆଇଲେ ଲାଭ ମିଳିଥାଏ। କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତି ଶ୍ରାବଣ ସୋମବାର ଦିନ କଞ୍ଚା କ୍ଷୀରରେ ମିଶ୍ରି ମିଳାଇ ମହାଦେବଙ୍କ ଅଭିଷେକ କରିବା ଉଚିତ। ଏହି ଉପାୟ ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳେ। ଏହା ବ୍ୟତୀତ କ୍ଷୀର, ଦହି, ଗଙ୍ଗାଜଳ ଓ ମିଶ୍ରି ଦ୍ୱାରା ମଧ୍ୟ ଅଭିଷେକ କରିପାରନ୍ତି। ଏହାଦ୍ୱାରା ସୁଫଳ ମିଳିଥାଏ। ସିଂହ ରାଶି। ସିଂହ ରାଶିର ବ୍ୟକ୍ତିଙ୍କୁ ଶ୍ରାବଣ 2025 ସୋମବାର ଦିନ ଆମ୍ବ ରସରେ ମହାଦେବଙ୍କ ଅଭିଷେକ କରିବା ଉଚିତ। ଏହା ସହିତ ମହାମୃତ୍ୟୁଞ୍ଜୟର ମନ୍ତ୍ର ପାଠ କରିବା ଉଚିତ। ଦ୍ୱାରା କ୍ୟାରିୟରରେ ଉନ୍ନତି ହୁଏ। ଶୁଦ୍ଧ ଦେଶୀ ଘିଅରେ ଭଗବାନ ଶିବଙ୍କୁ ସ୍ନାନ କରାଇଲେ ସିଂହ ରାଶି ବାଲାଙ୍କୁ ଭୋଳେନାଥଙ୍କ କୃପା ଶୀଘ୍ର ପ୍ରାପ୍ତି ହୁଏ। କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତି ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ ଗଙ୍ଗା ଜଳରେ ବେଲପତ୍ର ଓ ଅତର ମିଶାଇ ମହାଦେବଙ୍କ ଅଭିଷେକ କରାନ୍ତୁ। ଏହି ଉପାୟ ଦ୍ୱାରା ମହାଦେବ କନ୍ୟା ରାଶି ବାଲାଙ୍କ ପ୍ରତ୍ୟେକ ଦୁଃଖ ଦୂର କରିଦେବେ। କ୍ଷୀର ଓ ମହୁରେ ଭଗବାନଙ୍କ ଅଭିଷେକ କରି ବେଲପତ୍ର, ମନ୍ଦାର ଫୁଲ, ଧୁତୁରା ଓ ଭାଙ୍ଗ ଅର୍ପିତ କଲେ ମନୋବାଞ୍ଛା ପୂର୍ଣ୍ଣ ହେବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତି 2025 ଶ୍ରାବଣର ସୋମବାର ଦିନ ଜଳ, ଭସ୍ମ ଓ ଶ୍ୱେତ ଚନ୍ଦନ ମହାଦେବଙ୍କୁ ଅର୍ପିତ କରିବା ଉଚିତ। ଏମିତି କରୁଥିବା ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ। ଦହି ଓ ଆଖୁ ରସ ଦ୍ୱାରା ଶିବଲିଙ୍ଗର ଅଭିଷେକ କରି ଗରିବଙ୍କୁ ମିଶ୍ରି ଦାନ କଲେ ମଧ୍ୟ ମହାଦେବଙ୍କ କୃପା ମିଳିଥାଏ। ବିଛା ରାଶି। ବିଛା ରାଶିର ବ୍ୟକ୍ତି ଶ୍ରାବଣ ସୋମବାର ଦିନ ଗଙ୍ଗା ଜଳ ଓ ଲାଲ ଫୁଲ ସହିତ ମହାଦେବଙ୍କ ଅଭିଷେକ କରିବା ଉଚିତ। ଏହାଦ୍ୱାରା ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ। ତୀର୍ଥ ଜଳ ଓ କ୍ଷୀରରେ ଚିନି ଓ ମହୁ ମିଶାଇ ଶିବଲିଙ୍ଗଙ୍କୁ ସ୍ନାନ କରାଇ ରକ୍ତ ଚନ୍ଦନରେ ତିଳକ କରନ୍ତୁ। ଏହା ଶ୍ରାବଣର ରାମବାଣ ଉପାୟ ମନୋବାଞ୍ଛିତ ଫଳ ପ୍ରାପ୍ତି ପାଇଁ। ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କୁ ଶ୍ରାବଣ ସୋମବାରରେ ଗଙ୍ଗା ଜଳରେ କେଶର ମିଶାଇ ମହାଦେବଙ୍କୁ ଅଭିଷେକ କରିବା ଉଚିତ। ବିଶ୍ୱାସ ଅଛି କି ଏହାଦ୍ୱାରା ବିଶେଷ ଲାଭ ମିଳିଥାଏ। ଏହା ବ୍ୟତୀତ କଞ୍ଚା କ୍ଷୀରରେ କେଶର, ଗୁଡ଼ ଓ ହଳଦୀ ମିଶାଇ ଶିବଲିଙ୍ଗକୁ ସ୍ନାନ କରାଇବା ଉଚିତ। ଏହା ସହିତ କେଶର ଓ ହଳଦୀରେ ତିଳକ କରି ହଳଦିଆ ଫୁଲ ଅର୍ପିତ କରନ୍ତୁ। ଏହାଦ୍ୱାରା ଭୋଳେନାଥ ଶୀଘ୍ର ପ୍ରସନ୍ନ ହୁଅନ୍ତି। ମକର ରାଶି। ମକର ରାଶି ବ୍ୟକ୍ତି ପ୍ରତ୍ୟେକ ଶ୍ରାବଣ ସୋମବାର ଦିନ ଶିବାଳୟ ଯାଇ କଳାରାଶି ଓ ବେଲପତ୍ରରେ ଶିବଲିଙ୍ଗର ଅଭିଷେକ କରିବା ଉଚିତ। ବିଶ୍ୱାସ କରାଯାଏ କି ଏହି ଉପାୟ ଦ୍ୱାରା ଶନି ଦୋଷ ଦୂର ହୁଏ ଓ ଜୀବନରେ ସୁଖ ସମୃଦ୍ଧି ଆସେ। ଘିଅ ଓ ମହୁ, ଦହି ଓ ବାଦାମ ତେଲରେ ଅଭିଷେକ କରିବା ସହିତ ନୀଳଫୁଲ ଓ ନଡ଼ିଆ ଜଳ ଅର୍ପିତ କରିବା ଶୁଭ ଫଳ ପ୍ରାପ୍ତି ପାଇଁ ରାମବାଣ ଉପାୟ। କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିକୁ ପ୍ରତ୍ୟେକ ଶ୍ରାବଣ ସୋମବାରରେ କଞ୍ଚା କ୍ଷୀର ମହାଦେବଙ୍କୁ ଅର୍ପିତ କରିବା ଉଚିତ। ଏହା ସହିତ ହିଁ ଭାଙ୍ଗ, ଧୁତୁରା ଓ ବେଲପତ୍ର ଚଢ଼ାଇ ପୂଜା କରିବା ଉଚିତ। ଏହା ବ୍ୟତୀତ ଭୋଳେନାଥଙ୍କୁ ଗଙ୍ଗା ଜଳରେ ଭସ୍ମ ମିଶାଇ ସ୍ନାନ କରାଇବା ଉଚିତ। ଏହାପରେ ସୋରିଷ ତେଲରେ ତିଳକ କରିବା ଉଚିତ। ଏହାଦ୍ୱାରା ମହାଦେବ ଓ ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ।
ମୀନ ରାଶିର ବ୍ୟକ୍ତି ଭୋଳେନାଥଙ୍କ କୃପା ପାଇବା ପାଇଁ ଶ୍ରାବଣର ପ୍ରତ୍ୟେକ ସୋମବାରକୁ ଜଳରେ ମହୁ, ସୁଗନ୍ଧିତ ଅତର, ଦୁବ ଓ ଅରୁଆ ଜଳ ପକାଇ ଅଭିଷେକ କରିବା ଉଚିତ। ଏହାଦ୍ୱାରା ସବୁ ମନୋକାମନା ପୂର୍ଣ୍ଣ ହୁଏ। ଏହା ବ୍ୟତୀତ କଞ୍ଚା କ୍ଷୀରରେ ହଳଦୀ ମିଶାଇ ଶିବଲିଙ୍ଗକୁ ସ୍ନାନ କରାଇବା ପରେ କେଶରରେ ତିଳକ କରନ୍ତୁ ଓ ହଳଦିଆ ଫୁଲ କେଶର ଅର୍ପିତ କରନ୍ତୁ। ଏହି ଉପାୟ ଦ୍ୱାରା ମନୋକାମନା ପୂର୍ଣ୍ଣ ହୋଇଥାଏ। फ्रेंड्स यही भिडियोटी आपको भल लगी निश्चय। भिडियोटी को लाइक करी कमेंट्रे ओं नमः शिवाय लिखि दियंतु। देखिए महादेव आपणकर इच्छा पूर्ण करेंगे। आपण ओ सांगसाथी जदि मंगल चाहते तेज भिडियोटी को अधिक अधिक शेयर कर दियंतु। यही श्रावण मासटी आपण मंगलमय हो एतिकी महादेव पाखरे मोर प्रार्थना। ओं नमः।